ବର୍ଜ୍ୟ ବସ୍ତୁରେ ସୃଷ୍ଟି ହୋଇପାରେ ସ୍ମୃତିର ସନ୍ତକ, ଯାହା ପରିବେଶ ସନ୍ତୁଳନ ପାଇଁ ନିହାତି ଆବଶ୍ୟକ। ସାରା ବିଶ୍ୱ ଗ୍ଲୋବାଲ ୱାର୍ମିଂ ପାଇଁ ଚିନ୍ତିତ ଥିବାବେଳେ ବର୍ଜ୍ୟବସ୍ତୁର ସଦୁପଯୋଗ ଏହି ଚିନ୍ତାକୁ କିଛି ମାତ୍ରାରେ ହ୍ରାସ କରିଛି। ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରେ। ଅନୁପଯୋଗ ପ୍ଲାଷ୍ଟିକକୁ ସଂଗ୍ରହ କରି ଏଥିରେ ନିର୍ମାଣ କରାଯାଇଛି ଛତ୍ରପତି ଶିବାଜୀ ମହାରାଜଙ୍କର ବିସ୍ମୟକର ପେଣ୍ଟିଂ। ମହାରାଷ୍ଟ୍ରର ଜଣେ ଆନିମେସନ୍ ଆର୍ଟିଷ୍ଟ 4,06,080ଟି ପ୍ଲାଷ୍ଟିକ ଟୁକୁଡ଼ାକୁ ସଂଗ୍ରହ କରି ତିଆରି କରିଛନ୍ତି ଏକ ଜୀବନ୍ତ ଛବି। ମାତ୍ର 10 ଦିନରେ ଆର୍ଟିଷ୍ଟ ନିତିନ ଦିନେଶ କାମ୍ଲେ 10 ଫୁଟ ଲମ୍ବ ଏବଂ 6 ଫୁଟ ଚଉଡ଼ାର ଶିବାଜୀଙ୍କ ଛବିକୁ ଜୀବନ୍ତ ରୂପ ଦେଇପାରିଛନ୍ତି। ପେଣ୍ଟିଂରେ ନିତିନ 6 ପ୍ରକାର ରଙ୍ଗ ବ୍ୟବହାର କରିଛନ୍ତି। ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ଉପରେ ସରକାର କଟକଣା ଜାରି କରିଥିବା ବେଳେ ନିତିନ ଏଭଳି କରି ସମାଜକୁ ଏକ ସଚେତନ ବାର୍ତ୍ତା ଦେଇଥିବା କହିଛନ୍ତି। ଆଜିର ଯୁବବର୍ଗ ପରିବେଶ ସଚେତନତାକୁ ଆଖି ଆଗରେ ରଖି ଏଭଳି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର ବୋଲି ସେ ମତ ରଖିଛନ୍ତି। ବ୍ୟୁରୋ ରିପୋର୍ଟ, କୋଣାର୍କ ନ୍ୟୁଜ୍।